ମା ଆମେ ପଢୁଛନ୍ତି ମାତୃରଚନା ବହିର ପାର୍ଟ 3 269 ପୃଷ୍ଠା। ବିଷୟବସ୍ତୁ ଅଛି ଭଗବତ ଏକତ୍ୱ ଦ୍ୱାରା ଉପଲବ୍ଧ ଜ୍ଞାନ, ପୃଥିବୀରେ ଭଗବତ ଇଚ୍ଛାର କାର୍ଯ୍ୟ। ଭଗବତ ଉପଲବ୍ଧି ଦ୍ୱାରା ଜ୍ଞାନ, ପୃଥିବୀରେ ଭଗବତ ଇଚ୍ଛାର କାର୍ଯ୍ୟ। ଆମେ ଯାହା ପଢିଥିଲେ ତାର ସାରାଂଶଟି ଥିଲା ଏହିପରି ଯେ ଆମେ ଏକାତ୍ମତା ଦ୍ୱାରା ହିଁ ସଜ୍ଞାନ ହୋଇପାରୁ, ଆଉ ଏଇ ସଜ୍ଞାନ ହୋଇପାରିବାର ସାମର୍ଥ୍ୟକୁ ଚେତନା କୁହାଯାଏ। କିନ୍ତୁ ଦିବ୍ୟ ଚେତନା ସହ ଏକାତ୍ମତା ହେଲେ କେବଳ ସଜ୍ଞାନ ନୁହଁ, ପରିପୂର୍ଣ୍ଣ ଜ୍ଞାନ ହାସଲ ହୋଇଥାଏ। କାରଣ ସଜ୍ଞାନ କହିଲେ ଆମେ ସେ ବିଷୟରେ, ସେ ବସ୍ତୁ ବିଷୟରେ, ସେ ଘଟଣା ବିଷୟରେ କେବଳ ବାହ୍ୟ ଜ୍ଞାନ ଜାଣିପାରିଥାଉ। କିନ୍ତୁ ଯେତେବେଳେ ଦିବ୍ୟ ଚେତନା ସହ ତା ସହିତ ଆମେ ଏକାତ୍ମ ହଉଛୁ, ପରିପୂର୍ଣ୍ଣ ଜ୍ଞାନ ହାସଲ ହେଇଥାଏ। ଜ୍ଞାନ ସମର୍ଥ ଚକ୍ଷୁ ଦ୍ୱାରା ପ୍ରକ୍ରିୟାଟିକୁ ଆମେ ଦେଖିବାକୁ ସମର୍ଥ ହଉ, ଏବଂ ସେଇ ଯୋଉ ପରିପୂର୍ଣ୍ଣ ଜ୍ଞାନ ହାସଲ କରୁ ତାକୁ ସମ୍ପନ୍ନ କରିବାର ସାମର୍ଥ୍ୟ ବି ଆମେ ଲାଭ କରୁ। ଏବଂ ମା ଲେଖୁଛନ୍ତି ନାନା ଆବେଗ ସମାକୁଳ ବିକ୍ଷୁବ୍ଧତା ମଧ୍ୟରେ ଆମେ ନିଜକୁ ଅଲିପ୍ତ କରି ରଖିପାରିବା ଯଦି ଦିବ୍ୟ ଚେତନା ସହ ଏକାତ୍ମ ହେବା। କାରଣ ଯେତେବେଳେ ଆମେ କୌଣସି ବ୍ୟକ୍ତି ସହିତ, କୌଣସି ଘଟଣା ସହିତ, କୌଣସି ବସ୍ତୁ ସହିତ ଆମେ ଯେତେବେଳେ ଏକାତ୍ମ ହଉଛୁ, ସେତେବେଳେ ସିଏ ଯୋଉ ଚେତନା ସ୍ତରରେ ରହିଛି ଆମେ ସାଧାରଣତଃ ତାରି ଭିତରେ ହଜିଯାଉ। ଯେମିତି ମା ଗଛର ଏକ୍ସାମ୍ପଲ ଦେଇଥିଲେ ଯେ ଗଛ ବିଷୟରେ ଯେତେବେଳେ ଆମେ ଗଛ ସହିତ ଏକାତ୍ମ ହଉଛୁ, ଗଛ ବିଷୟରେ ଆମେ ଜ୍ଞାନ ହାସଲ କରୁ। ଗଛ ଯାହା, ତା ଭିତରେ ସ୍ପନ୍ଦନ ଯାହା, ତାର ଜ୍ଞାନ ଯାହା, ସେତିକି ଆମେ ହାସଲ କରୁ। ତେଣୁ ଗଛ ଯେହେତୁ ନିଜେ ଜାଣିନାହିଁ ଯେ ତାର ଦିବ୍ୟ ଉତ୍ସରୁ ଯୋଉ ଆସିଛି, ତାର ପରିପ୍ରକାଶର ତା ପରବର୍ତ୍ତୀ କଣ ପଦକ୍ଷେପ ହବ, ତାର ଅଗ୍ରଗତିର ପାବଚ୍ଛ କଣ ହବ, ତେଣୁ ସିଏ ନିଜେ ଜାଣିନାହିଁ। ତେଣୁ ତା ସହିତ ଏକାତ୍ମ ହେଲେ ଆମେ ବି ଜାଣିପାରିବା ନାହିଁ। ଆଉ ତେଣୁ ସେଇଠି ଆମେ ଯୋଉ ଚେତନାରେ ଯିଏ ରହିଛି ତା ସହିତ ଯେତେବେଳେ ଏକାତ୍ମ ହଉଛୁ, ତାରି ଚେତନା ଭିତରେ ମା ଗୋଟେ ଲେଖିଲେ ଯେ ବେଳେବେଳେ ଆମେ ହଜିଯାଉ। ତେଣୁ ମର୍ମସ୍ଥ ଅସଲ ସତ୍ୟ, ଅନ୍ତର୍ନିହିତ ଅସଲ ବିଧାନଟି ସହିତ ଆମର ଏକାତ୍ମତା ଲାଭ ହୋଇଥାଏ। ଯଦି ଆମେ ଦିବ୍ୟ ଚେତନା ସହ ଏକାତ୍ମ ହଉଛୁ, ତାହେଲେ ମର୍ମସ୍ଥ ଅସଲ ସତ୍ୟ, ଅନ୍ତର୍ନିହିତ ଅସଲ ବିଧାନ, ତା ସହିତ ଆମର ଏକାତ୍ମତା ଲାଭ ହୋଇଥାଏ। ତେଣୁ ଆମେ ପରିପୂର୍ଣ୍ଣ ଜ୍ଞାନ ହାସଲ କରିପାରୁ। ସେଇଠି ଆଉ ଗୋଟେ କଥା ମା ଲେଖୁଛନ୍ତି ଯେ ଏଇ କ୍ଷେତ୍ରରେ ଯେତେବେଳେ ଆମେ ଦିବ୍ୟ ଚେତନା ସହ ଏକାତ୍ମ ହଉଛୁ, ଜଣେ ସେ ଜ୍ଞାନଟିକୁ ଲାଭ କରେ ଏବଂ ତାହା ଯାହା ଘଟୁ ବୋଲି ଇଚ୍ଛା କରୁଥାଏ ତାହା ହିଁ ଘଟାଇବାର ସେ ସାମର୍ଥ୍ୟ ହାସଲ କରେ ଯେତେବେଳେ ଆମେ ଦିବ୍ୟ ଚେତନା ସହ ଏକାତ୍ମ ହଉଛୁ। ତାପରେ ଆମେ ପଢିଲେ ଉପାୟ। ଉପାୟରେ ଆମେ ଦିଟା କଥା ଆଗ କହିଲେ। ଗୋଟେ କଥା କହିଲେ ଅଭିପ୍ସା ଦ୍ୱାରା ତମେ ତାକୁ ହାସଲ କରିପାରିବ, ଦ୍ୱିତୀୟଟା କହିଲେ ସମର୍ପଣ ଦ୍ୱାରା ହାସଲ କରିପାରିବ, ତୃତୀୟଟି କହିଲେ ଅନ୍ୟ ଯେକୌଣସି ଉପାୟ ଆପଣ କରନ୍ତୁ ନା କାହିଁକି, ନିଷ୍ଠା ଏବଂ ଅଧ୍ୟବସାୟ ସହିତ ସେଇ ସଂକଳ୍ପ ରଖି ଯଦି କରନ୍ତି ତାହେଲେ ତୁମେ ପ୍ରାପ୍ତ କରିପାରିବ। ଅଭିପ୍ସା କଥା ଯେତେବେଳେ କହୁଛନ୍ତି ମା ଲେଖୁଛନ୍ତି ଯେ ପରମ ଦିବ୍ୟ ସତ୍ତାଙ୍କ ପାଖରେ ପହଞ୍ଚିବା ଲାଗି ସଂକଳ୍ପକୁ ସମଗ୍ର ପ୍ରକୃତି ସେହି ଦିଗରେ ଅଗ୍ରସର ହେବା ଲାଗି ପ୍ରୟାସକୁ ଯିଏ ପଛରେ ରହିକି ପ୍ରରୋଚନା ଦିଏ, ପ୍ରଚୋଦନା ଦିଏ, ପ୍ରେରଣା ଦିଏ, ସେ ହିଁ ହଉଛି ଅଭିପ୍ସା। ତେଣୁ ଅଭିପ୍ସାର ଡେଫିନେସନ ସେଠି କହୁଛନ୍ତି, ଆଉ ଥରେ କହୁଛି। ଅଭିପ୍ସା କହିଲେ ମା ଲେଖୁଛନ୍ତି ପରମ ଦିବ୍ୟ ସତ୍ତାଙ୍କ ପାଖରେ ପହଞ୍ଚିବା ଲାଗି ସଂକଳ୍ପକୁ ସମଗ୍ର ପ୍ରକୃତି ସେହି ଦିଗରେ ଅଗ୍ରସର ହେବା ଲାଗି ପ୍ରୟାସକୁ ଯିଏ ପଛରେ ରହି ବା ଯିଏ ପଛରେ ପ୍ରଚୋଦନା ଦେଉଥାଏ, ପ୍ରେରଣା ଦେଉଥାଏ, ସେଇଟା ହଉଛି ଅଭିପ୍ସା। ଏବଂ ସମର୍ପଣ କଥା ଯେତେବେଳେ କହିଲେ ସେତେବେଳେ କହିଲେ ଯେ ଆପଣାର ଅହଂର ନାନାବିଧ ସୀମାକୁ ତ୍ୟାଗ କରିପାରିବାକୁ ଆମେ ସମର୍ପଣ ବୋଲି ବ୍ୟାଖ୍ୟା କରିପାରିବା। କାହିଁକିନା ଯେତେବେଳେ ସମର୍ପିତ ଜଣେ ହଉଛି ସେତେବେଳେ ସିଏ ସଂକୀର୍ଣ୍ଣତାରୁ ମୁକ୍ତ ହୁଏ ବା ସଂକୀର୍ଣ୍ଣତାକୁ ପ୍ରତ୍ୟାଖ୍ୟାନ କରିପାରିବାର ତାର ସାମର୍ଥ୍ୟ ଥାଏ। ସଂକୀର୍ଣ୍ଣ ସୀମାକୁ ସେ ପରିତ୍ୟାଗ କରେ, ଆପଣାର ଅହଂର ସୀମାକୁ ପରିତ୍ୟାଗ କରେ ଏବଂ ଆପଣାର ଦ୍ୱାରକୁ ଉନ୍ମୁକ୍ତ କରି ରଖିବା ପାଇଁ ସେ ପ୍ରସ୍ତୁତ ଥାଏ।
ଉନ୍ମୁକ୍ତ କରିବା, ଉନ୍ମୁକ୍ତ କରି ରଖିବା। ଉନ୍ମୁକ୍ତ କରି ରଖିବା କାହିଁକି କହିଲେ ନା କଣ୍ଟିନ୍ୟୁଅସଲି ହିଁ ଆପଣଙ୍କୁ କରି ରଖିବାକୁ ପଡିବ। ନହେଲେ ଅନେକ ସମୟରେ ଆମେ କଣ କରୁ, ଏବେ ପାଠ୍ୟକ୍ରମରେ ଶୁଣିଲେ ଗୋଟେ ବ୍ୟାକୁଳତା ଆସେ, ତାପରେ ପୁଣି ଆମେ ନିମ୍ନ ଚେତର ଜଗତର ସମ୍ପର୍କରେ ଯେତେବେଳେ ଆସୁ, ନିମ୍ନ ଚେତନା ଭିତରେ ପ୍ରବେଶ କରୁ, ପୁଣି ସେଇଟା ବାଟ ବନ୍ଦ କରିଦିଅନ୍ତି। ତା ସହିତ କହିଲେ ତାଙ୍କ ଲୀଳା ପାଇଁ ନିଜକୁ ଗୋଟିଏ କେନ୍ଦ୍ରରେ ପରିଣତ କରିବା। ତାମାନେ ତାଙ୍କୁ କାର୍ଯ୍ୟରେ, ମୋ ଭିତରେ ରହି କାର୍ଯ୍ୟ କରିବା ପାଇଁ ବାଟ ଛାଡିବା। ସେଇଠି ଆମର କେତେ ଗୁଡିଏ ଭ୍ରମ, ଭୁଲ ଧାରଣା, ସେଗୁଡାକୁ ମା ସ୍ପଷ୍ଟ କରିଦଉଛନ୍ତି। କହୁଛନ୍ତି ମନେ ରଖ, ତୁମେ ଏକାତ୍ମତା ହାସଲ କରି ବିଶ୍ୱ ଚେତନା ସହିତ ଏକାତ୍ମତା ହାସଲ କରିଗଲ, ତୁମ ଭିତରେ ପ୍ରଶସ୍ତତା ବୋଧ ଆସିଗଲା, ସୀମାକୁ ପରିତ୍ୟାଗ କରିଦେଲ, ନିଜର ସଂକୀର୍ଣ୍ଣ ସୀମାକୁ ଛାଡିକି ତୁମ ଭିତରେ ଏକ ପ୍ରଶସ୍ତତା, ୱାଇଡନେସ୍ ଡେଭଲପ ହେଇଗଲା। ବିଶ୍ୱମୟର ଯୋଉ ବିବିଧତା ରହିଛି ତାକୁ ବି ହାସଲ କରିଗଲ। କିନ୍ତୁ ମନେ ରଖ, ତୁମେ ଭାବିବ ନାହିଁ ଯେ ଦିବ୍ୟ ପରମ ସତ୍ତାଙ୍କର ତୁମେ ସମବାଚୀ ହେଇଗଲ, ବା ଦିବ୍ୟ ପରମ ସତ୍ତାଙ୍କର ସମବାଚୀ ହେବାର ସାମର୍ଥ୍ୟ ତୁମର ଆସିଗଲା। ଏଇ ଧାରଣାଟି ଯଦି ଯିଏ ରଖୁଛି, ମା ଲେଖୁଛନ୍ତି ତାହା ଏକ ଭ୍ରମ ଧାରଣା। କାରଣ ନା କାରଣ ହଉଛି ଏଇ ବିଶ୍ୱ ବାଦେ ଆହୁରି ଅନେକ ରହିଛି, ପରମଙ୍କର ଅନେକ ପରିପ୍ରକାଶ ରହିଛି, ଏବଂ ଯାହା ପରିପ୍ରକାଶ ନ ହେଇଛି ତାହା ବି ଆହୁରି କେତେ ରହିଛି। ତେଣୁ ବିଶ୍ୱାତୀତ ପରମ ସତ୍ୟର ଉପଲବ୍ଧି ନ କରି ମଧ୍ୟ ଜଣେ ବିଶ୍ୱଗତ ଚେତନାରେ ବେଶ ଅଂଶଗ୍ରହଣ କରିପାରେ। ତେଣୁ ବିଶ୍ୱ ଚେତନା ସହିତ ଜଣେ ଉପଲବ୍ଧି ହେଇନାହିଁ, ନହେଲେ ମଧ୍ୟ ଜଣେ ଏ ବିଶ୍ୱଗତ ଇଏରେ ବା ବିଶ୍ୱଗତ ଚେତନା ରହି କାମ କରିପାରେ। ସେଇଥିପାଇଁ ଆମର ଯେତେବେଳେ ଚୈତ୍ୟ ଶିକ୍ଷା ରହିଛି, ତାପରେ ରହିଛି ଆଧ୍ୟାତ୍ମିକ ଶିକ୍ଷା ବି ରହିଛି। ଚୈତ୍ୟ ଶିକ୍ଷାରେ ରହୁଛି ଏଇ ବିଶ୍ୱ ଭିତରେ ଚୈତ୍ୟ ସହିତ ସମ୍ପର୍କୀଭୂତ ରହି ଯୋଉ କାର୍ଯ୍ୟ ଆମେ କରୁଛୁ, ଚୈତ୍ୟ ସତ୍ତା ସେତେବେଳେ ପୁରା ପାର୍ଟିସିପେଟ କରୁଛି, ତାମାନେ ଆମେ ବିଶ୍ୱ ଚେତନା ସହିତ ଏକାତ୍ମ ହୋଇ କାମ କରୁଛନ୍ତି। କିନ୍ତୁ ତାର ବିଶ୍ୱାତୀତ ଚେତନାକୁ ଉପଲବ୍ଧ କରିବାଟା ହଉଛି ଆଧ୍ୟାତ୍ମିକତା। ଯେତେବେଳେ ଆମେ ଏଇ ସବୁ କାର୍ଯ୍ୟ କରୁ, ଆଜି ଆଲୋଚନା କରିବା ସେଥିରେ କଣ ପ୍ରତିବନ୍ଧକ ଆସେ। କାହିଁକିନା ପ୍ରତିବନ୍ଧକ ଆମେ ଯଦି ନ ଜାଣୁଛନ୍ତି, ତେବେ ବେଳେ ବେଳେ ଆମେ ସେଇଟା ଭିତରେ ବହିଯାଉ। ପ୍ରଥମ ପଏଣ୍ଟ କହିଲେ ଯେ ଆମର ପ୍ରତିବନ୍ଧକ କଣ ଆସେ ନା ଆମ ଭିତରେ ଏକ ଭଲ ପାଇବା ଥାଏ। କଣ ଭଲ ପାଇବା ନା ନିଜେ ନିଜର ସୀମାକୁ ଆମେ ବହୁତ ଭଲ ପାଉ। ସେଟାକୁ କହୁଛନ୍ତି ଯେ କଣ, ଆପଣ ଯାହା ବି ରହୁ, ଦେଖନ୍ତୁ ଗୋଟେ କଥା ହଉଛି, ଜଣେ ଯଦି ନିଜକୁ ଭଲ ନ ପାଇଛି ତେବେ ସେ ତିଷ୍ଠି ପାରିବନି। କାହିଁକି ନା ସେ ତ ବିଷାଦ ଭିତରେ ଚାଲିଯିବ। ନିଜକୁ ଘୃଣା କଲା, ସବୁବେଳେ କହିବ ମୋ ଦ୍ଵାରା କିଛି ହେଇପାରିବନି। ତେଣୁ ତାକୁ ଡିପ୍ରେସନ ଧରିବ, ନୈରାଶ୍ୟ ବୋଧ ରହିବ, ଏବଂ ସବୁବେଳେ ସିଏ ନିଜକୁ ଗାଳି ଦେଇକିରି ସେ ଏମିତି ହବ ଯେ ବେଳେ ବେଳେ ତାଙ୍କ ଅଳସୁଆ ହେଇଯିବ, ତାମସିକତା ଭିତରୁ ପଳେଇ ଆସିବ। ତେଣୁ ନିଜକୁ ଭଲ ପାଇବାଟା ଦରକାର। ମା ଲେଖୁଛନ୍ତି ଏଇଟା ସ୍ୱଭାବଗତ ଭଲ ପାଇବା, ଏଇଟା ଭଲ କଥା, ଖରାପ କଥା ନୁହଁ। ସ୍ୱଭାବଗତ ଭଲ ପାଇବା ରହିଥାଏ, କାହିଁକିନା ଭଲ ପାଇବା ଯଦି ନାହିଁ ତେବେ ବ୍ୟକ୍ତି ସତ୍ତା ଗଠିତ ହେଇପାରିବ ନାହିଁ। ଯେମିତି ଆମେ ପଢିଛନ୍ତି ଇଗୋ ଇଜ ଏ ହେଲ୍ପର, ଇଗୋ ଇଜ ଏ ବାର, ଯୋଉ କଥାଟେ କୁହାଯାଏ, ଇଏ ସେଇଭଳି ଘଟଣା। ଯେତେବେଳେ ନିଜକୁ ବ୍ୟକ୍ତିତ୍ୱ ଗଠନ କରିବାକୁ ଯାଉଛୁ, ସେତେବେଳେ ସାହାଯ୍ୟ କରୁଛି। ଯେମିତି କଥାରେ କୁହନ୍ତି, ମଜା କଥାଟେ, ଜିଦିଟା ଗୋଟେ ଭଲ ଗୁଣ, କିନ୍ତୁ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଜିଦି କରିବା ଖରାପ ଗୁଣ। ଜିଦିଟା ଭଲ ଗୁଣ କେତେବେଳେ ହବ ନା ଏ କାର୍ଯ୍ୟଟି ମୁଁ ହାସଲ ନ ସାରିବା ପର୍ଯ୍ୟନ୍ତ, ଏଇ ସଂକଳ୍ପଟି ମୋର ପୂରଣ ନ ହେବା ପର୍ଯ୍ୟନ୍ତ ମୁଁ ଏଇ ପ୍ରତ୍ୟାଖ୍ୟାନ କରିବି, ଇତ୍ୟାଦି ଇତ୍ୟାଦି। ଏଇ ସବୁ ଜିନିଷ ଯେତେବେଳେ ମୁଁ ଜିଦି କରୁଛି, ଅଗ୍ରଗତି ପାଇଁ ଯଦି ଜିଦି କରୁଛି, ସେତେବେଳେ ତା ଭଲ ଗୁଣ। ମୁଁ ଯେତେବେଳେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଜିଦି କରୁଛି, ସେତେବେଳେ ସେଇଟା ହେଇଗଲା ଜିଦି। ଯେତେବେଳେ ଉଚ୍ଚତର ସତ୍ୟକୁ ଲାଭ କରିବା ପାଇଁ, ଅଗ୍ରଗତି କରିବା ପାଇଁ ଯେତେବେଳେ ଆମେ ଜିଦି କରୁଛୁ, ତାକୁ ସେଇଥିପାଇଁ ତା ନାଁ ଦିଆଯାଉଛି ସଂକଳ୍ପ। ଯେତେବେଳେ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଉଛନ୍ତି, ସେଇ
ଶକ୍ତି ଗୋଟିଏ, ସେଟା ହେଇଗଲା ଜିଦି। ତେଣୁ ଯେ ଆମେ ଆମ ନିଜର ସୀମାକୁ ବହୁତ ଭଲ ପାଉ, ସେଇ ଆମ ନିଜର ଯୋଉ ଭଲ ପାଇବା ରହିଛି ସେଗୁଡାକ କଣ କରେ, ମା ଲେଖୁଛନ୍ତି ଏହି ଭଲ ପାଇବା ହେଉଛି ଏକ ସ୍ୱଭାବଗତ ଭଲ ପାଇବା। କାରଣ ପ୍ରତ୍ୟେକ ବ୍ୟକ୍ତି ସତ୍ତା ଯେପରି ଭାବରେ ଗଠିତ ହୋଇଛି, ତଦ୍ୱାରା ତାହା ମଧ୍ୟରେ ଯାବତୀୟ ସୀମା ଭିତରେ ଆବଦ୍ଧ ଓ ସଂକେନ୍ଦ୍ରିତ ହୋଇ ରହିବାର ଏକ ପ୍ରବୃତ୍ତି ବଦ୍ଧମୂଳ ହୋଇ ରହିଛି। ଯଦି ସେଇଟା ନଥାନ୍ତା ତାହେଲେ କଣ ହବ ନା, ଆମେ ଯୋଉ ମାଧିଆ ଭାଇ ସବୁଥିରେ ହୋଇ ହୋଇ ବିଚ୍ଛିନ୍ନତା ବୋଧ ଆମ ଭିତରେ ଆସିଯିବ, ଆମେ ମିଶିଯିବା, ଇଆଡେ ସିଆଡେ ମିଶିଯିବା। କିନ୍ତୁ ଭଗବାନଙ୍କୁ ମୋ ଭିତରେ କାର୍ଯ୍ୟ କରିବା ପାଇଁ ସିଏ ବାଧା ସୃଷ୍ଟି କରେ। ଏଇଠି ଲେଖୁଛନ୍ତି ଯେ ବ୍ୟକ୍ତି ହିସାବରେ ଆମେ ନିଜର ସୀମା ଗୁଡିକୁ ଯେପରି ଭଲ ପାଇବାରେ ଲାଗୁଥାଉ, ତାହା ହିଁ ଯଥାର୍ଥରେ ଯାବତୀୟ ସମର୍ପଣ ଲାଗି ପ୍ରତିବନ୍ଧକ ହୋଇ ରହିଥାଏ। ତେଣୁ ନିଜକୁ ପ୍ରତିଷ୍ଠିତ କରିବା ଯେମିତି, ସେମିତି ନିଜକୁ ଅଧିକ ଭଲ ପାଇବା। ନିଜକୁ ଭଲ ପାଇବା ଅର୍ଥ ଆପଣ ଦେଖନ୍ତୁ, ତାକୁ ଆପଣ ସବୁ ଅର୍ଥରେ ଧୀରେ ଧୀରେ ଗ୍ରହଣ କରିଲେ ଜାଣିପାରିବେ। କେମିତି ନିଜକୁ ପ୍ରତିଷ୍ଠିତ କରିବାର ଏଇଟା ଗୋଟେ ପ୍ରଥମ ବାବଚ। ମୁଁ ଯାହା କହୁଛି ଠିକ ଯେମିତି, ତାମାନେ ମୋ କଥାକୁ ଭଲ ପାଉଛି, ମୋ ଚିନ୍ତାକୁ ମୁଁ ପ୍ରତ୍ୟାଖ୍ୟାନ କରୁନି, ମୋ ଚିନ୍ତାକୁ ଭଲ ପାଉଛି, ମୋ ଧାରଣାକୁ ମୁଁ ବଦଳେଇବାକୁ ଚାହୁଁନି, ମୋ ଧାରଣାକୁ ଭଲ ପାଉଛି। ସେଇଥିପାଇଁ ମା ବହିରେ ଯେ ପ୍ରଭୁ ଲେଖିଲେ କଣ, ତୁମକୁ ପ୍ରତ୍ୟାଖ୍ୟାନ କରିବାକୁ ହବ ମନର ଧାରଣା, ଅଭିମତ, ଅଭିରୁଚି, ପରିକଳ୍ପନା, ପ୍ରାଣର ଯାବତୀୟ ଜିଦ୍, ଅହଙ୍କାର, ଏସବୁ ଜିନିଷ ସହିତ କିନ୍ତୁ ଭଲ ଭଲ ଗୁଣ ଗୁଡାକ ଯୋଉଗୁଡାକ ବି, ତାକୁ ବି ଆମକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିବ। ତାକୁ ଜାବୁଡି ଧରିବେ ନାହିଁ। ପ୍ରତ୍ୟାଖ୍ୟାନ କରିବା ଅର୍ଥ, ଏଠି ମୁଁ କହିଲି ପ୍ରତ୍ୟାଖ୍ୟାନ, ତା ଅର୍ଥ ହଉଛି ଏହା ଯେ ସେଗୁଡାକ ଯେହେତୁ ପ୍ରତିବନ୍ଧକ ସାଜନ୍ତି, ତୁମେ ତୁମର ବ୍ୟକ୍ତିତ୍ୱ ହାସଲ କରିସାରିଲା ପରେ ତାକୁ ମାଙ୍କ ପାଖରେ ଦେଇଦବା ଉଚିତ। ତା ସହିତ ଆଟାଚ ହେଇ ରହିଯିବେ ନାହିଁ। ଦେଖନ୍ତୁ ମା ସେଥିପାଇଁ କହିଲେ ନା, ଯେତେ ଅଧିକରୁ ଅଧିକ ଗଭୀର ତତ୍ଵକୁ ଯିବେ, ସେତେବେଳେ ଜାଣିପାରିବେ ଯେ ଆମ ଭିତରେ କୋଉ ଗୁଡିକ ମାଙ୍କୁ ଆମ ଭିତରେ କାର୍ଯ୍ୟ କରିବା ପାଇଁ ପ୍ରତିବନ୍ଧକ ସାଜୁଛି। ତାପରେ କହୁଛନ୍ତି ବେଳେ ବେଳେ ଏଠି ଅନେକ ଲୋକଙ୍କର ଗୋଟେ ସମସ୍ୟା ଆସେ, ଲୋକ ଭାବନ୍ତି ତାହେଲେ ମୋର ଆଉ କିଛି ଅସ୍ତିତ୍ଵ ରହିବ ନାହିଁ। କାହିଁକିନା ଆମେ ଯୋଉ ଭଲ ଗୁଣକୁ ନେଇକିରି ଆମର ଗୋଟେ ବ୍ୟକ୍ତିତ୍ୱ ତିଆରି ହେଇଛି, ଅସ୍ତିତ୍ଵ ରହିବ ନାହିଁ। ମା କହୁଛି ନା 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 ନା। ତୁମେ ଯେତେବେଳେ ଦିବ୍ୟ ପରମ ସତ୍ତାଙ୍କ ପାଖରେ ସମର୍ପିତ ହେଇଯାଅ ବା ଦିବ୍ୟ ପରମ ସତ୍ତାଙ୍କ ସହିତ ଏକୀଭୂତ ହେଇଯାଅ, ସେତେବେଳେ ତୁମେ ପ୍ରକୃତରେ ଆପଣାର ବ୍ୟକ୍ତି ସତ୍ତାଟିକୁ ଆଦୌ ହରାଇ ଦେଇ ନଥାଅ। ସେଥିରେ କଣ ହୁଏ, ତୁମେ କେବଳ ଆପଣାର ଅହଂ ଭାବନାଟାକୁ ପରିତ୍ୟାଗ କରି ଆସ। ଏବଂ ତାର ପରିଣାମ ସ୍ୱରୂପ କଣ ହୁଏ ନା, ଯଥାର୍ଥ ବ୍ୟକ୍ତିତ୍ୱରେ ତମେ, ଯଥାର୍ଥ ବ୍ୟକ୍ତିରେ ତୁମେ ପରିଣତ ହୁଏ। ମା ଲେଖୁଛନ୍ତି ତୁମେ କେବଳ ଆପଣାର ଅହଂ ଭାବନାଟାକୁ ପରିତ୍ୟାଗ କରି ଆସ ଏବଂ ଜଣେ ଯଥାର୍ଥ ବ୍ୟକ୍ତିରେ ପରିଣତ ହୁଅ। ତୁମେ ଏକ ଦିବ୍ୟ ବ୍ୟକ୍ତିତ୍ୱରେ ପରିଣତ ହୁଅ। ତେଣୁ ଏଇଟା ଗୋଟେ ଗଲା ପ୍ରତିବନ୍ଧକ। ଦ୍ୱିତୀୟ ପ୍ରତିବନ୍ଧକ କହୁଛନ୍ତି, ଆମ ଭିତରେ ଯୋଉ ଜଡସ୍ଥ ସ୍ଥୂଳ ଚେତନା ଥାଏ, ଆମର ଯେତେକ ବାହ୍ୟ ଧାରଣା ଥାଏ ଏବଂ ଗୋଟେ ସବୁବେଳେ ସେଇ ଗୋଟାଏ କଥା ଉପରେ ଆସି ଅଟକି ଯାଉଛି, ତାକୁ ସରଳ ଭାବରେ କହିଲେ ଯେ ନିଜ ଆମର ଏଇ ଯୋଉ ଏଇଟା ଜଡ, ଆପଣ ବୁଝିବା ପାଇଁ ସହଜ କଣ, ଏଇଟା ଗୋଟେ ଜଡ। ଜଡ କେତେବେଳେ ହଉଛି ନା, ଇଏ ଯୋଉ ଅବସ୍ଥାରେ ଅଛି ସେଇ ଅବସ୍ଥାରୁ ସେ ହଲୁ ନାହିଁ। ଓକେ, ତା ସ୍ଥିତିକୁ ସେ ବଜାୟ ରଖିବାକୁ ଚାହୁଁଛି। ଆମେ ଯେତେବେଳେ ସ୍ଥୂଳ ଚେତନାରେ ରହୁ, ଜଡସ୍ଥ ସ୍ଥୂଳ ଚେତନା କହୁ, ତା ମାନେ ଆମର ଚେତନାର ସ୍ଥିତି ଯେତେବେଳେ ରହିବ, ମୁଁ ଯାହା ଅଛି ସେଠୁ ବଦଳିବି ନାହିଁ। ଏବେ ଆପଣ ଦେଖନ୍ତୁ, ଯଦି ଲୋକଙ୍କର ଭିନ୍ନ ଭିନ୍ନ ଚେତନାରେ ଥିବା ଲୋକଙ୍କ ସହିତ ଆପଣ ସଂସ୍ପର୍ଶରେ ଆସିବେ, ଆପଣ ଦେଖିବେ ବର୍ଷ ବର୍ଷ ଧରି ଧାର୍ମିକ ଅନୁଷ୍ଠାନରେ ଯୋଗ ଦଉଥିବେ। ଆମେ ଯଦି କହିବା ଆମର ସନାତନ ଧର୍ମରେ ବି ହଉ, ଯେ ମାନେ ଗୀତା ଭାଗବତ ପାରାୟଣ ସବୁ ପଢୁଥିବେ, ଶୁଣୁଥିବେ, ମନ୍ଦିର ବାରମ୍ବାର ଯାଉଥିବେ, ବ୍ରତ ଉପାସନା କରୁଥିବେ ଏବଂ ଖ୍ରୀଷ୍ଟିଆନ ଧର୍ମରେ ବି ହଉ, ସେମାନେ ପ୍ରତ୍ୟେକ ଦିନ ଚର୍ଚ୍ଚ, ତାଙ୍କର ରବିବାରକୁ ରବିବାର ହଉ ବା ଯାହା ହଉ ଯେମିତି ହଉ ଚର୍ଚ୍ଚ ଯାଉଥିବେ। ସେଠି ଯାଇକି ନିଜର ଆମେ ଯୋଉ ଭୁଲ ଭାଲ କରୁଛୁ ସ୍ୱୀକାର କରୁଥିବେ। ଇସଲାମ ଧର୍ମରେ
ଦିନକୁ 5 ଥର ନମାଜ କରୁଥିବେ, କିନ୍ତୁ ସେମାନେ ଯେତେବେଳେ ବାହ୍ୟ ଚେତନାରେ କାର୍ଯ୍ୟ କରୁଛନ୍ତି, ସେତେବେଳେ ସେଇ ତାଙ୍କର ଯୋଉ ଚିନ୍ତାଧାରା ରହିଛି ତାକୁ ସେମାନେ ତା ଉପରେ ବିଜୟ ହାସଲ କରିବା ପାଇଁ ସଂକଳ୍ପ କରୁନାହାନ୍ତି ଏବଂ ସେଇଟାରେ ସେ ଭଲ ପାଉଛନ୍ତି। ଦେଖିବେ ସେଇଥିରେ ସେମାନେ ମଜି ରହନ୍ତି। ଯେମିତି କହନ୍ତିନି, କେତେ ଜଣ ଝଗଡା ନ କଲେ ତାଙ୍କର ଖାଦ୍ୟ ହଜମ ହୁଏନି, କାହା ବିରୁଦ୍ଧରେ ଚର୍ଚ୍ଚା ନ କଲେ ଖାଦ୍ୟ ହଜମ ହୁଏ ନାହିଁ। ନିଜ ଅନ୍ୟକୁ ଅନ୍ୟର ଯେକୌଣସି ଘଟଣା ହଉ ତାକୁ ସାଙ୍ଗେ ସାଙ୍ଗେ ତା ଭିତରେ, ଆମେ ଯେମିତି ପୂର୍ବରୁ ଆଲୋଚନା କରୁଥିଲେ, ସେ ସାଙ୍ଗେ ସାଙ୍ଗେ ତା ଭିତରେ ଖୁଣ ଖୋଜନ୍ତି। ସାଙ୍ଗେ ସାଙ୍ଗେ କିଛି ନାହିଁ, ତାକୁ ମୋଡି ଦେବେ, ତାକୁ ମୋଡି ଦେଇକି ଭୁଲ ବାହାର କରିବେ। କିଛି ଅସୁବିଧା ନାହିଁ, କିଛି ନାହିଁ। ତେଣୁ ଏଇ ପ୍ରକାରର ଯୋଉ ଯେମିତି ଏଇଟା ଗୋଟେ ଏକ୍ସଟ୍ରିମ ଜିନିଷ, ସେଇଭଳି ଭାବରେ ଦେଖିବେ ପ୍ରତ୍ୟେକ ବ୍ୟକ୍ତି କଣ ହେଇଥାଏ, ସେ ସବୁବେଳେ ଗୋଟେ ସ୍ଥିତିରେ ରହିବାକୁ ଚାହେଁ, ତାଠୁ ଅଗ୍ରଗତି କରିବା ପାଇଁ ତା ଭିତରେ ଗୋଟେ ସ୍ପୃହା ନାହିଁ। ସେଇଥିପାଇଁ ଆମର ଯୋଉ ମା କହିଲେ ଯେ ବୟସ 80 ବର୍ଷର ମୁଁ ଯୁବକ ଦେଖିଛି, 20 ବର୍ଷର ମୁଁ ବୁଢା ଦେଖିଛି। ବୟସ 20 କିନ୍ତୁ ଅଗ୍ରଗତି କରିବା ପାଇଁ ସଂକଳ୍ପ ନାହିଁ, ସେଇ ଯୋଉ ଜଡ ଚେତନା। ତେଣୁ ସେତେବେଳେ ମା କହୁଛନ୍ତି ସାଧାରଣତଃ ତୁମର ଆତ୍ମସତ୍ତା ବୋଲି ଅନୁମାନ କରାଯାଇଥାଏ। ଏଇ ଯୋଉ ସ୍ଥୂଳ ଜଡ ଚେତନା କହୁଛି, ତା ମାନେ ମୋର ଯୋଉ ସ୍ଥିତି ରହିଛି, ମୁଁ ଏମିତି କହିବାର ସାମର୍ଥ୍ୟ ରହିଛି, ମୁଁ ଏମିତି କରିପାରିବାର ସାମର୍ଥ୍ୟ ରହିଛି, ଇତ୍ୟାଦି ଇତ୍ୟାଦି। ଆମେ ବେଳେ ବେଳେ ଭାବୁ ଯେମିତି ରାଗିବାଟା ଗୋଟେ ଭଲ ଗୁଣ, ଏବଂ ମୁଁ ଏମିତି ପରଚର୍ଚ୍ଚା କରିବାର ମାନେ ମାହିର। ଏଇ ଯୋଉ ଚେତନା ଭିତରେ ଆମେ ଯେତେବେଳେ ରହୁ, ତାକୁ ଆମେ ନିଜର ଆତ୍ମସତ୍ତା ବୋଲି ମନେ କରୁ। ତେଣୁ ଇଏ ଗୋଟେ ପ୍ରତିବନ୍ଧକ ସୃଷ୍ଟି କରେ। ତେଣୁ ଏଇ କ୍ଷେତ୍ରରେ ମା କହୁଛନ୍ତି, ତେଣୁ ତୁମ ଭିତରେ ଦିବ୍ୟ ବ୍ୟକ୍ତିତ୍ୱ ଆସିଲେ ମଧ୍ୟ ତାହା ସ୍ଥାୟୀ ହୋଇ ରହିବ ନାହିଁ। ଆଉ ଗୋଟେ କଥା କହିଲେ ଯେ ଦିବ୍ୟ ବ୍ୟକ୍ତିତ୍ୱ ହଉଛି ସ୍ଥାୟୀ, ଏବଂ ଏଇ ଯୋଉ ଆତ୍ମସତ୍ତାକୁ ଯାହାକୁ ନେଇକି ତମେ ଗର୍ବ କରୁଛ, ସେ ହଉଛି ଅସ୍ଥାୟୀ। ତାପରେ ଏଠି ଆଉ ଗୋଟେ କଥା ବଢିଆ ଭାବରେ କହୁଛନ୍ତି, ବର୍ଣ୍ଣନା କଲା ବେଳେ କରୁଛନ୍ତି, ମା ଲେଖୁଛନ୍ତି ଯେ ଯେତେବେଳେ ଦିବ୍ୟ ବ୍ୟକ୍ତିତ୍ୱ ଆମେ ଯଥାର୍ଥ ବ୍ୟକ୍ତିଗତ ସ୍ଥାୟିତ୍ୱ ଅର୍ଜନ କରିବାର ସମର୍ଥ ହେଇଯିବା, ଯଦି ଆମେ ତାଙ୍କ ସହିତ ଏକୀଭୂତ ହଉ, ସେଠି ଆଉ ଗୋଟେ ଆମକୁ ଜଣେଇ ଦଉଛନ୍ତି ଯେ ପ୍ରାଣିକ ମନୋଗତ ବିବର୍ତ୍ତନର ଯାବତୀୟ ପରିବର୍ତ୍ତନ ସତ୍ତ୍ୱେ ଆମର ସ୍ଥିତି ରହିଥିବ। କୋଉଟା ଏଇଟା ଯେତେବେଳେ ଦିବ୍ୟ ଚେତନା ସହିତ ଏକୀଭୂତ ହେଇଯାଉଛନ୍ତି, ସେତେବେଳେ ଆମେ ଭାବୁଛୁ ନା ଯେ ମୁଁ ଯୋଉ ଭଳିଆ ଚିନ୍ତା କରୁଛି, ଧାରଣା କରୁଛି, ମୁଁ ତ ମିଶିଯିବି। ଯେମିତି କହନ୍ତି ଯେ ମୁଁ ଯାଇକି ସମୁଦ୍ରରେ, ନଈ ଯାଇକି ସମୁଦ୍ରରେ ମିଶିଗଲା, ଆଉ ମିଶିଗଲା ପରେ ସେ ତ ଲୁଣିଆ ପାଣି ହେଇଗଲା ନା, ଆଉ ନଈର ସେ ମଧୁରତା କାହିଁ? ମା ଲେଖୁଛନ୍ତି ଏଠି ତୁମର କଣ ହଉଛି, ତୁମେ ଏକାତ୍ମତା ଲାଭ କଲା ପରେ ତୁମର ସ୍ଥିତି ଅତୁଟ ରହିବ। ସ୍ଥିତି ଅତୁଟ ରହିବ ମାନେ ତୁମେ ସେମିତି ଖରାପ ହେଇକି ନଥିବ, ନିମ୍ନ ଚେତନାରେ ନଥିବ। ତୁମର ଯୋଉ ବ୍ୟକ୍ତିତ୍ୱ ଗଠନ ହେଇଛି, ଯୋଉଠି କି ପରମ ସତ୍ତାକୁ ପରିପ୍ରକାଶ କରିବ, ସେଇ ବ୍ୟକ୍ତିତ୍ୱ ସେଇଟା ସ୍ଥାୟିତ୍ୱ ହେଇକି ରହିବ। ଇଭିନ କହୁଛନ୍ତି ଯେ ଆମେ ଯୋଉ ଭାବୁଛୁ ଯେ ଶରୀର ବର୍ତ୍ତମାନ ଯୋଉଭଳି ଭାବରେ ଜଡଗତ ଚେତନା ଆମେ ଆଲୋଚନା କଲେ, ସେଇଟା ଭାରି ଅନମନୀୟ। ମା କହୁଛି ନା ନା ନା, ଅନମନୀୟ ନୁହଁ, ଶରୀର ବି ନମନୀୟ। କେମିତି ନମନୀୟ? ବର୍ତ୍ତମାନ ଶରୀରଟି କେତେବେଳେ ମନ ଦ୍ୱାରା ପରିଚାଳିତ ହଉଛି, କେତେବେଳେ ପ୍ରାଣ ଦ୍ୱାରା ପରିଚାଳିତ ହଉଛି। ତେଣୁ ଶରୀର ନମନୀୟ ଅଛି। ଆମର ପ୍ରୋବ୍ଲେମ ହଉଛି ଅତିମାନ ଶକ୍ତି ଆଗରୁ ଅବତରଣ କରିନଥିଲା, ତେଣୁ ସ୍ଥୂଳ ଜଡ ଶରୀରର ରୂପାନ୍ତର କଥା ସମ୍ଭବ ହେଇପାରିନଥିଲା। ବର୍ତ୍ତମାନ ସେଇଟା ଅବତରଣ କରିସାରିଛି, ତେଣୁ ଶରୀରର ରୂପାନ୍ତର ନିଶ୍ଚୟ ହବ। କିନ୍ତୁ ସେଠି ଲେଖୁଛନ୍ତି କଣ, ମାତ୍ର କେବଳ ଦିବ୍ୟ ଚେତନା ଦ୍ୱାରା ହିଁ ଆମ ଶରୀର ଏପରି ଅନୁସ୍ପନ୍ଦନ ସମର୍ଥ ହୋଇପାରିବ, ଯାହା ଦ୍ୱାରା କି ସେ ଅତିମାନସ ଅବିନାଶୀତାର ଯାବତୀୟ କ୍ରିୟାତ୍ମକତାକୁ ପ୍ରତିଫଳିତ ମଧ୍ୟ କରିଦେଇ ପାରିବ। ଦିବ୍ୟ ଚେତନା ସହିତ ଯେତେବେଳେ ଆମେ ଏକୀଭୂତ ହଉଛୁ, ମା କହୁଛନ୍ତି ଯେତେବେଳେ ଦିବ୍ୟ ଚେତନା ସହିତ ଆମେ ଏକୀଭୂତ ହଉଛୁ, ତା ଦ୍ୱାରା ଶରୀର ଅନୁସ୍ପନ୍ଦିତ ହବ ଏବଂ ଅତିମାନସର ଯୋଉ ଅବିନାଶୀତା ମାନେ ଯିଏ ବିନାଶ ହୁଏ ନାହିଁ। ଆମ ଶରୀର ଯୋଉ ଏଠି ପୂର୍ବରୁ କହୁଥିଲେ ଯେ ଶରୀର 100 ଥର ମୃତ୍ୟୁ ଘଟିପାରେ, କିନ୍ତୁ ଯେତେବେଳେ ଦିବ୍ୟ ଚେତନା ସହିତ ଆମେ ଏକୀଭୂତ ହେଇଯାଉଛୁ, ସିଏ କଣ ହୁଏ, ପୁଣି ଯେତେବେଳେ ଆମେ ଜନ୍ମ ଗ୍ରହଣ କରୁଛୁ, ସେତେବେଳେ ସିଏ ଆସେ ଏବଂ ସେତେବେଳେ ମୋ ଭିତରେ ସ୍ପଷ୍ଟ ଜ୍ଞାନ ରହେ ଯେ ଗତ ଜନ୍ମରେ, ଏତିକିଟା ଜନ୍ମରେ ମୁଁ କଣ କଣ କରିକି ଆସିଛି। ତେଣୁ
ଏଇଠି ଯୋଉ ପୂର୍ବ ଜନ୍ମ ପର ଜନ୍ମ କଥା ଯୋଉ ଆସୁଥିଲା, ଏଇଠି ଦେଖନ୍ତୁ, ଏଇଠି ସ୍ପଷ୍ଟ ହେଇଯାଆନ୍ତୁ। ଦିବ୍ୟ ଚେତନା ସହିତ ଆପଣ ଏକୀଭୂତ ହଉଛନ୍ତି ଯେତେବେଳେ, ସେତେବେଳେ ଆପଣ ଅତି ମାନସର ଅବିନାଶୀ ତାର ଯାବତୀୟ କ୍ରିୟାତ୍ମକତାକୁ ପ୍ରତିଫଳିତ କରିଦେଇ ପାରିବ ଏବଂ 100 ଥର ମୃତ୍ୟୁ ଘଟିଲେ ମଧ୍ୟ ଆପଣଙ୍କର ସ୍ଥିତି ରହିଥିବ। ଦିବ୍ୟ ଗୁଣାତ୍ମକତାର ଅଧିକାରୀ ହୋଇ ଏପରି ଏକ ସର୍ବୋଚ୍ଚ ବ୍ୟକ୍ତି ଭାବ ସମ୍ପନ୍ନତାର ପରାକାଷ୍ଠକୁ ଉଠି ଯାଇପାରିବ, ଏପରି ଏକ ସର୍ବୋଚ୍ଚ ବ୍ୟକ୍ତି ଭାବ ସମ୍ପନ୍ନତାର ପରାକାଷ୍ଠକୁ ଉଠି ଯାଇପାରିବ, ଯାହାକି ଏଇ ସ୍ଥୂଳ ଶାରୀରିକ ସ୍ତରରେ ମଧ୍ୟ ମୃତ୍ୟୁ ଓ ବିନାଶର ଅନିବାର୍ଯ୍ୟତାର ଆହୁରି ଉପରକୁ ଉଠି ଯାଇପାରିବ। ତେଣୁ ଶରୀର ସେତେବେଳେ ମୃତ୍ୟୁ ଆଉ ଏଇ ଯୋଉ ବିନାଶର ଯୋଉ ଅନିବାର୍ଯ୍ୟ, ବର୍ତ୍ତମାନ ଏଇଟା ଅନିବାର୍ଯ୍ୟ ହେଇ ରହିଛି, ତାଠାରୁ ଉପରକୁ ଉଠି ଯାଇପାରେ। ଏଇଟା ଅନିବାର୍ଯ୍ୟ ହେଇ କାହିଁକି ରହିଛି ନା, ଆପଣ ଯେତେବେଳେ ପରିବର୍ତ୍ତନ ହବା ପାଇଁ ଚାହୁଁନାହାନ୍ତି, ବହୁତ ଚେଷ୍ଟା କଲେ ଆମକୁ ଭିନ୍ନ ଭିନ୍ନ ପ୍ରକାରର ଆମ ଜୀବନରେ ଘଟଣା ଘଟେଇଲେ, ଯଦ୍ୱାରା ଆମେ ଟିକେ ସଚେତନ ହବା ଏବଂ ପରିବର୍ତ୍ତନ ହବା ପାଇଁ ପ୍ରସ୍ତୁତ ହବା, ବହୁତ ଘଟଣା ଆମ ଜୀବନରେ ଘଟିଗଲା, କିନ୍ତୁ ଆମେ ରାଜି ହେଲେ ନାହିଁ, ଆମେ ପ୍ରସ୍ତୁତ ହେଲେ ନାହିଁ। ସେତେବେଳେ ଆତ୍ମା ଦେଖିଲେ ଯେ ନା ନା, ଇଏ ଶରୀରରେ ଆଉ କିଛି କରିହବ ନାହିଁ, ଇଏ ଜମାରୁ ପ୍ରସ୍ତୁତ ନୁହଁ, ତେଣୁ ଇଏ ଶରୀର ତ୍ୟାଗ କରେ। ଏଇ ପରିବର୍ତ୍ତନ ବିମୁଖତା ଆମକୁ କଣ କରେ? ଆମର ମୃତ୍ୟୁର କାରଣ ହୁଏ, ଆମର ବିନାଶର କାରଣ ହୁଏ। ଆହୁରି ଅନ୍ୟାନ୍ୟ କାରଣ ବି ରହିଛି। ଯେତେବେଳେ ଆମର ଏଇ ଶରୀରଟି, ଦେଖନ୍ତୁ, ମନ ପ୍ରାଣ ଏମାନେ ବି ଯଦି ପରିବର୍ତ୍ତନ ହବା ପାଇଁ ରାଜି ହଉନାହାନ୍ତି, ସେତେବେଳେ ବି ହୁଏ। ତାପରେ ଶରୀରର ଯୋଉ ସ୍ଥିତି ରହିଛି, ଗୋଟେ ସମୟ ଆସି ପହଞ୍ଚେ ଯେତେବେଳେ ସେ ଦେଖେ ଯେ ଏ ଶରୀର ଆଉ କିଛି କାର୍ଯ୍ୟ କରି ହଉନାହିଁ। ତେଣୁ ସେଇଟା ବି ଗୋଟେ ହଉଛି କଣ, ଯେ ଶରୀରର ମାନେ ପରିବର୍ତ୍ତନ ବିମୁଖତା ଭାବ। ତ ସେଇଥିପାଇଁ ଅତିମାନ ଶକ୍ତି ଅବତରଣ କରି ଆସିଲାଣି। କିନ୍ତୁ ଯେ ପର୍ଯ୍ୟନ୍ତ ଏଇ ସ୍ଥୂଳ ଶରୀର ଜଡର ରୂପାନ୍ତର ନ ହେଇଛି, ସେ ପର୍ଯ୍ୟନ୍ତ ଆମକୁ ଏ ଶରୀର ଛାଡିବାକୁ ପଡୁଛି। ତେଣୁ ମା ଲେଖୁଛନ୍ତି, ଯେତେବେଳେ ଦିବ୍ୟ ଗୁଣାତ୍ମକତା ଆମ ଭିତରେ ପରିପ୍ରକାଶ ହବ, ଅତିମାନସ ଅବିନାଶିତା ଆମ ଭିତରେ ପରିପ୍ରକାଶ ହବ, ସେତେବେଳେ ସ୍ଥୂଳ ଶାରୀରିକ ସ୍ତରରେ ମଧ୍ୟ ମୃତ୍ୟୁ ଆଉ ବିନାଶର ଅନିବାର୍ଯ୍ୟତା ଦରକାର ହବ। ଆହୁରି ପ୍ରତିବନ୍ଧକର ଆହୁରି ଅନେକ କାରଣ ରହିଛି, ଆମେ ଆର କ୍ଲାସରେ ଆଲୋଚନା କରିବା। ଆଉ ଗୋଟେ ପଏଣ୍ଟ, ଏଇ ଗୋଟେ ଗୋଟେ ପଏଣ୍ଟ ଗୁଡାକ ଯୋଉଗୁଡା କି ଆମେ ଅନେକ ସମୟରେ ଶୁଣିକିରି ଖୁସି ହେଇଯାଇଥାଉ ଯେ ଏଇଥିପାଇଁ ହଉଛି। ଏଇଠି ଲେଖୁଛନ୍ତି, ଅଧିକାଂଶ ସମୟରେ କଣ କରନ୍ତି, ଭଗବତ ପରମ ଇଚ୍ଛା ଏହି ପୃଥିବୀରେ ସର୍ବଦା ଉନ୍ମୁକ୍ତ ଭାବରେ କାର୍ଯ୍ୟ କରୁଛି ବୋଲି ଅନୁମାନ କରିବାକୁ ପ୍ରକୃତରେ ଏକ ଭ୍ରମ ବୋଲି କୁହାଯିବ। ବାহ, ଥ୍ୟାଙ୍କ ୟୁ ଅଲ୍, ରବର।